ଆଜି ଆମେ ଜାଣିବା ଘରେ ପୁରୁଣା କ୍ୟାଲେଣ୍ଡର ରଖିଥିଲେ କ'ଣ ସବୁ ହୋଇଥାଏ। ଚାଲନ୍ତୁ ଆମେ ଜାଣିବା। ଗୃହରେ ପୁରୁଣା କ୍ୟାଲେଣ୍ଡର ରଖିବା ପାଇଁ ବାସ୍ତୁଶାସ୍ତ୍ର ନିଷେଧ କରେ। ଯଦି ଆପଣଙ୍କ କାନ୍ଥରେ କିମ୍ବା ଟେବୁଲରେ ରଖାଯାଇଥାଏ ତେବେ ଯଥାଶୀଘ୍ର ସେ କ୍ୟାଲେଣ୍ଡରକୁ ଫିଙ୍ଗି ଦିଅନ୍ତୁ। ବାସ୍ତୁ ମତରେ ଗୃହରେ ପୁରୁଣା କ୍ୟାଲେଣ୍ଡର ରହିଲେ ଆପଣଙ୍କ ଉନ୍ନତିରେ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରେ। ବେଳେବେଳେ ଦେଖାଯାଏ କାନ୍ଥରେ ଝୁଲୁଥିବା ପୁରୁଣା କ୍ୟାଲେଣ୍ଡରକୁ ଦେଖି ଆପଣ ନୂଆ ନୂଆ କ୍ୟାଲେଣ୍ଡର ଭାବି ସେ ଅନୁଯାୟୀ ଆପଣଙ୍କର କାର୍ଯ୍ୟସୂଚୀ ପ୍ରସ୍ତୁତ କରି ହଠାତ୍ କୌଣସି ସ୍ଥାନରେ ଜାଣିପାରି ନିଜର ଅଜ୍ଞାନତା ପାଇଁ ଲଜ୍ଜିତ କିମ୍ବା ଅପମାନିତ ହେଉଛନ୍ତି। କାନ୍ଥରେ ଝୁଲାଯାଇଥିବା କ୍ୟାଲେଣ୍ଡରଟି କେଉଁ ମସିହାରେ ସର୍ବଦା ଦେଖାଯାଏନି। ମନରେ ନିଶ୍ଚିତ ଆସେ ଯେ ଚଳିତ ମସିହାର କ୍ୟାଲେଣ୍ଡର ନିଶ୍ଚୟ। ଏହି ଧାରଣା ଦୂର କରିବା ପାଇଁ ସର୍ବଦା ନୂଆ କ୍ୟାଲେଣ୍ଡର କାନ୍ଥରେ ଲଗାଯିବା ଉଚିତ। ଯଦି ନୂଆ କ୍ୟାଲେଣ୍ଡର ନ ଲଗାନ୍ତି କିଛି ଅସୁବିଧା ନାହିଁ, ମାତ୍ର କୌଣସି ପୁରୁଣା କ୍ୟାଲେଣ୍ଡର ଆଦୌ ଘରେ ରଖନ୍ତୁ ନାହିଁ।